30 ଏପ୍ରିଲ ବୁଧବାର ଅକ୍ଷୟ ତୃତୀୟା ପଡୁଛି। ଆଉ ଏହି ଅକ୍ଷୟ ତୃତୀୟା ଦିନ କଣ ପାଇଁ ଖାସ୍ ହୋଇଥାଏ ଆଉ ଏହି ବୃକ୍ଷକୁ କଣ ପାଇଁ ଆମେ ଏହି ଅକ୍ଷୟ ତୃତୀୟା ଦିନ ୟୁଜ୍ କରିବା ଆଉ ସେହି ବୃକ୍ଷକୁ ୟୁଜ୍ କରିବାକୁ ବ୍ୟକ୍ତିକୁ ଧନବାନ ବନାଇ ଦେଇଥାଏ। କଣ ପାଇଁ ଏହି ଗଛ ବ୍ୟକ୍ତିକୁ ଏତେ ମାଲାମାଲ ଧନୀ ବନାଇଥାଏ? ସେହି ବ୍ୟକ୍ତିଙ୍କ ଜୀବନରେ କେବେ ବି ଧନର କମି ରହିନଥାଏ। କଣ ଆପଣ ବି ଚାହାନ୍ତି କି ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ସदैବ ଆପଣଙ୍କ ଉପରେ ବନି ରହୁ, ସବୁବେଳେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ବନି ରହୁ, କେବେ ବି ଆପଣଙ୍କୁ ଧନର କମି ନ ରହୁ? ତ ଆପଣ ବି ଏହି ବର୍ଷ ଅକ୍ଷୟ ତୃତୀୟା ଦିନ ଏହି ଦିବ୍ୟ ପ୍ରକୃତି ଦ୍ୱାରା ଆସିଥିବା ଅନମୋଲ ଦିବ୍ୟ ଜଡ଼ିବୁଟିର ପ୍ରୟୋଗ ଜରୁର କରନ୍ତୁ। କିନ୍ତୁ ତା ପୂର୍ବରୁ ଆପଣଙ୍କୁ ଏହା ଜାଣିବା ଅତ୍ୟନ୍ତ ଜରୁରୀ କି ଏହି ବର୍ଷ ଅକ୍ଷୟ ତୃତୀୟା 30 ଏପ୍ରିଲରେ ପଡୁଅଛି। ପ୍ରତ୍ୟେକ ବର୍ଷର ବୈଶାଖ ମାସରେ ଶୁକ୍ଳପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ମନାଯାଏ। ଧାର୍ମିକ ମାନ୍ୟତା ଅନୁସାରେ ଅକ୍ଷୟ ତୃତୀୟା ଦିନ ସ୍ନାନ, ଦାନ, କିଣାକିଣି ଓ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କର ପୂଜା କରିବା ପୂର୍ଣ୍ଣଦାୟକ ହୋଇଥାଏ। ଏହି ଦିନ ଅନେକ ଲୋକ ସୁନା ଚାନ୍ଦି କିଣିଥାନ୍ତି, ଯାହା ପାଇଁ ଶୁଭ ମୁହୂର୍ତ୍ତ ଖୋଜିଥାନ୍ତି। ଅକ୍ଷୟ ତୃତୀୟା ଦିନ କୌଣସି ବି ଶୁଭ କାର୍ଯ୍ୟ କରାଯାଏ। ଅକ୍ଷୟ ତୃତୀୟାକୁ ପାଞ୍ଜି ଅନୁସାରେ ବୈଶାଖ ଶୁକ୍ଳପକ୍ଷ ତୃତୀୟା ତିଥି ଏପ୍ରିଲ ମାସ 29 ତାରିଖ ସନ୍ଧ୍ୟା 5ଟା ବାଜି 31 ମିନିଟରେ ଆରମ୍ଭ ହେବ ଏବଂ ଏପ୍ରିଲ ମାସ 30 2025 କୁ 2 ପ୍ରହର 1ଟାରେ ସମାପ୍ତ ହେବ। 2ଟା ବାଜି 12 ମିନିଟ ପର୍ଯ୍ୟନ୍ତ ରହିବ। ଉଦୟ ତିଥି ଅନୁସାରେ 30 ଏପ୍ରିଲକୁ ଅକ୍ଷୟ ତୃତୀୟା ମନାଯିବ। ଅକ୍ଷୟ ତୃତୀୟା ଦିନ ସୁନା କିଣିବାର ଶୁଭ ସମୟ ହେଉଛି 30 ଏପ୍ରିଲ ସକାଳ 5ଟା ବାଜି 31 ମିନିଟରୁ ଆରମ୍ଭ ହୋଇ ସନ୍ଧ୍ୟା 5ଟା ବାଜି 41 ମିନିଟ ପର୍ଯ୍ୟନ୍ତ ଶୁଭ ସମୟ ରହିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ କି ଅକ୍ଷୟ ତୃତୀୟା ଦିନ ଆପଣ କଣ କଣ କାମ କରିବା ଉଚିତ, ଆପଣ କଣ କରିବା ଦ୍ୱାରା କେଉଁ ଫଳ ଆପଣଙ୍କୁ ମିଳିଥାଏ। ସତରେ କଣ ଅକ୍ଷୟ ତୃତୀୟା ଦିନ ସୁନା କିଣିବା କଣ ଶୁଭ କୁହାଯାଏ ବା ଶୁଭ ମନାଯାଏ? କିନ୍ତୁ ସେହି ଲୋକଙ୍କର କଣ ହେବ ଯେଉଁ ଲୋକଙ୍କ ପାଖରେ ସୁନା କିଣିବା ପାଇଁ ପଇସା ବି ନାହିଁ? କଣ ସେମାନେ ବିନା ସୁନା କିଣିକି ତାଙ୍କ ଘରକୁ ସୁଖ ସମୃଦ୍ଧି ଆଣିପାରିବେ ନାହିଁ? ତ ଆଜିର ଭିଡ଼ିଓରେ ଆମେ ଆପଣଙ୍କୁ ଜଣାଇବୁ କି ଅକ୍ଷୟ ତୃତୀୟା ଦିନ ଯଦି ଆପଣ ସୁନା କିଣିପାରିବେ ନାହିଁ ତ କେବଳ 5ଟି ଟଙ୍କାର ଏହି ଜିନିଷକୁ ଆପଣଙ୍କ ଘରକୁ ଆଣିବା ଦ୍ୱାରା ଆପଣ ବି ଧନବାନ ବନିପାରିବେ। ତ ସେହି 5 ଟଙ୍କିଆ ଜିନିଷ କଣ ଆପଣ ଯଦି ଜାଣିବାକୁ ଚାହୁଁଛନ୍ତି ତେବେ ଭିଡ଼ିଓର ଶେଷ ପର୍ଯ୍ୟନ୍ତ ନିହାତି ଭିଡ଼ିଓଟିକୁ ଦେଖନ୍ତୁ। ଆପଣ ଜାଣିବା ପାଇଁ କହି ରଖୁଛୁ, ଏହି ବର୍ଷ ଅକ୍ଷୟ ତୃତୀୟା ଦିନ ବହୁତ ହିଁ ଶୁଭ ଦୁର୍ଲଭ ସଂଯୋଗ ବନୁଅଛି। ଏମିତିରେ ବି ଆପଣଙ୍କୁ ଏହି ଦିନ କିଛି ଖାସ୍ ଉପାୟ କରିବା ଉଚିତ, ଯାହା ଆଜି ଆମେ ଆପଣଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ଜଣାଇବୁ। କିନ୍ତୁ ଆପଣଙ୍କୁ ନିବେଦନ ଭିଡ଼ିଓକୁ ଲାଇକ୍ କରି ଆମର ଏହି ଚ୍ୟାନେଲ ରୋଜି ପିହୁ 1234କୁ ସବସ୍କ୍ରାଇବ କରିବାକୁ ଜମାରୁ ବି ଭୁଲିବେ ନାହିଁ। କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ ଜରୁର ଲେଖିଦିଅନ୍ତୁ, ଯାହାଫଳରେ ଏହି ବର୍ଷ ଅକ୍ଷୟ ତୃତୀୟା ଦିନଟି ମାତା ଲକ୍ଷ୍ମୀ ଆପଣଙ୍କ ଘରେ ଧନର ଭଣ୍ଡାର ଭରିଦେବେ। ବୈଶାଖ ମାସରେ ଶୁକ୍ଳପକ୍ଷକୁ ଯେଉଁ ତୃତୀୟା ତିଥି ଆସିବାକୁ ଯାଉଛି, ଏହି ଦିନ ଅକ୍ଷୟ ତୃତୀୟାର ପରମ୍ପରା ମନାଯିବ। ଶାସ୍ତ୍ର ଅନୁସାରେ ଅକ୍ଷୟର ଅର୍ଥ ହେଉଛି କେବେ ବି ଯାହା ଶେଷ ହୁଏ ନାହିଁ, ତାହାକୁ ଅକ୍ଷୟ କୁହାଯାଏ। ଆଉ ତୃତୀୟାର ତିଥି ପୂର୍ଣ୍ଣଦାୟୀ ଓ ଫଳଦାୟୀ ହୋଇଥାଏ। ଏଥିପାଇଁ ଅକ୍ଷୟ ତୃତୀୟାକୁ ଅତି ସୌଭାଗ୍ୟର ଦିନ ମନାଯାଏ, ଯାହାର ଶୁଭ ଫଳ କେବେ ବି ଶେଷ ହୋଇନଥାଏ। ବର୍ଷ ସାରା 3ଟା ବାଜି 30 ମିନିଟର ମୁହୂର୍ତ୍ତକୁ ବହୁତ ଶୁଭ ମୁହୂର୍ତ୍ତ ମନାଯାଏ। ଆଉ ତା ଭିତରୁ ଗୋଟିଏ ଦିନ ହେଉଛି ଅକ୍ଷୟ ତୃତୀୟା ମନାଯାଏ। ଆଉ ଏହି ଦିନ କେଉଁ ବି କାର୍ଯ୍ୟ କରାଯାଏ ସେହି କାର୍ଯ୍ୟରେ ସଫଳତା ମିଳିଥାଏ। ଆଉ ଯଦି କୌଣସି ମନୁଷ୍ୟ ଏମିତିରେ ଦାନ, ପୁଣ୍ୟ ଓ ଶୁଭ କର୍ମ କରିଥାନ୍ତି ତ ତାହାର ବି ଫଳ 2 ଗୁଣା ମିଳିଥାଏ। ଆଉ ସେହି ଶୁଭ ଫଳର ପ୍ରଭାବ କେବେ ବି ଶେଷ ହୋଇନଥାଏ। ଅକ୍ଷୟ ତୃତୀୟାରେ ଯୋଡ଼ା ହୋଇଥିବା ଏକ ପୌରାଣିକ ମାନ୍ୟତାରେ ବି ଶାସ୍ତ୍ରରେ ବତାଯାଇଛି କି ମାତ୍ର ଗୋଟିଏ ଥର ସବୁ ପାଣ୍ଡବଙ୍କ ଭିତରୁ ଜ୍ୟେଷ୍ଠ
ଯୁଧିଷ୍ଠିର ଭଗବାନ ଶ୍ରୀକୃଷ୍ଣଙ୍କୁ ଅକ୍ଷୟ ତୃତୀୟାର ମହତ୍ତ୍ୱ ବିଷୟରେ ପଚାରିଲେ। ତ ଶ୍ରୀକୃଷ୍ଣ କହିଲେ କି ଅକ୍ଷୟ ତୃତୀୟା ପୁରା ବର୍ଷର ସବୁଠାରୁ ପୂର୍ଣ୍ଣଦାୟୀ ତିଥି ହୋଇଥାଏ। ଏହି ଦିନ ଯିଏ ବି ବ୍ୟକ୍ତି ସ୍ନାନ, ତପ, ଦର୍ପଣ, ତପସ୍ୟା, ପିତୃଦର୍ପଣ ଓ ଦାନ କରିଥାନ୍ତି ତାଙ୍କୁ ଅକ୍ଷୟ ପୁଣ୍ୟର ଫଳ ମିଳିଥାଏ। ତ ଏହି ଦିନ ବିଶେଷ ରୂପରେ ଦାନ, ଗଙ୍ଗା ସ୍ନାନ, ତର୍ପଣ କରିବା ଉଚିତ। ଅକ୍ଷୟ ତୃତୀୟା ଦିନ ବିଷ୍ଣୁ ଭଗବାନ ଓ ମାତା ଲକ୍ଷ୍ମୀଙ୍କୁ ପୂଜା କରାଯାଏ। ଏଥିପାଇଁ ଏହି ଦିନ ସୁନା କିଣିବା ବହୁତ ଶୁଭ ମନାଯାଏ। କିନ୍ତୁ ଆଜିର ସମୟରେ ଦେଖାଯାଏ ତ ସୁନାର ରେଟ୍ ଆକାଶ ଛୁଆଁ ହୋଇଗଲାଣି। ତ ଏମିତିରେ ବି ସବୁ ବ୍ୟକ୍ତିଙ୍କ ପାଖରେ ସୁନା କିଣିବା ସମ୍ଭବ ନୁହେଁ। ଏଥିପାଇଁ ଏହି ଦିନ କେବଳ 5 ଟଙ୍କାର ଜିନିଷକୁ ଆପଣ କିଣିକି ଆପଣଙ୍କ ଘରକୁ ଆଣିବେ ଏବଂ ସେହି 5 ଟଙ୍କିଆ ଜିନିଷ ବି ଆପଣଙ୍କ ଘରକୁ ଧନ ଦୌଲତରେ ଭରିଦେବ। ତେବେ ସେହି 5 ଟଙ୍କାର ଜିନିଷଟି କ'ଣ ଏହା ଜାଣିବା ସହ ଏହା ବି ଜାଣି ନିଅନ୍ତୁ କି ଅକ୍ଷୟ ତୃତୀୟା ଦିନ ଆପଣ ଆଉ କ'ଣ ସବୁ କିଣିକି ଘରକୁ ଆଣିବେ। ସବୁଠୁ ପ୍ରଥମେ ଆପଣ ଅକ୍ଷୟ ତୃତୀୟା ଦିନ ଆପଣଙ୍କ ଘରକୁ 11ଟି କଉଡ଼ି କିଣିକି ଆଣିବେ। କଉଡ଼ି ମାତା ଲକ୍ଷ୍ମୀକୁ ବହୁତ ପ୍ରିୟ ହୋଇଥାଏ। ଏହି ଦିନ ଯଦି ଆପଣ ସୁନା କିଣିପାରିବେ ନାହିଁ ତ କଉଡ଼ି ଜରୁର କିଣିକି ଆପଣଙ୍କ ଘରକୁ ଆଣନ୍ତୁ। ଆଉ ଏହି ଦିନ କଉଡ଼ିକୁ ପୂଜା କରି ଗୋଟିଏ ଲାଲ କପଡ଼ାରେ ବାନ୍ଧିକି ଆପଣ ଆପଣଙ୍କର ତ୍ରେଜୋରିରେ ସେହି କପଡ଼ାକୁ ରଖିଦେବେ। ଏହା କରିବା ଦ୍ୱାରା ଆପଣଙ୍କୁ ଧନର କମି କେବେ ବି ହେବ ନାହିଁ। ଦ୍ୱିତୀୟ ଜିନିଷଟି ହେଉଛି ଶଙ୍ଖ। ଲକ୍ଷ୍ମୀଙ୍କର ପୂଜା ସହିତ ଶଙ୍ଖ ପୂଜା କରନ୍ତୁ। ଶଙ୍ଖ ମାତା ଲକ୍ଷ୍ମୀଙ୍କ ସହିତ ସମୁଦ୍ର ମନ୍ଥନରୁ ଉତ୍ପନ୍ନ ହୋଇଥିଲା। ଏଥିପାଇଁ ଏହା ମାତା ଲକ୍ଷ୍ମୀଙ୍କର ଭାଇ ବି ଅଟେ। ଯଦି ଆପଣ ଶଙ୍ଖକୁ ଘରେ ରଖିଥାନ୍ତି ତ ଆପଣଙ୍କର ଘରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଶଙ୍ଖ କିଣିବା ସମୟରେ ଆପଣ ଏହି କଥାକୁ ଧ୍ୟାନ ଦେବେ କି ଆପଣ ଏହି ଅକ୍ଷୟ ତୃତୀୟା ଦିନ ଦକ୍ଷିଣାବର୍ତ୍ତୀ ଶଙ୍ଖ ଏହି ଦିନ କିଣିକି ଆଣିବେ। ଏହା କରିବା ଦ୍ୱାରା ଆପଣଙ୍କର ଘରେ ସୁଖ, ସୌଭାଗ୍ୟ, ସମୃଦ୍ଧିର ଉନ୍ନତି ହୋଇଥାଏ। ତୃତୀୟ ଜିନିଷଟି ହେଉଛି ସୁନା। ଏହି ଦିନ ଆପଣ ସୁନା କିଣିକି ଆପଣଙ୍କ ଘରକୁ ଆଣିପାରିବେ। ଯଦି ଆପଣ ସୁନା କିଣିବା ପାଇଁ ସକ୍ଷମ ତ ଆପଣ ଅକ୍ଷୟ ତୃତୀୟା ଦିନ ସୁନା ଜରୁର କିଣିକି ଘରକୁ ଆଣନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ଘରେ ସୁଖ ସମୃଦ୍ଧିର ବର୍ଷା ହୋଇଥାଏ। ଏମିତିରେ ବି ମାତା ଲକ୍ଷ୍ମୀ ଧନର ଦେବତା କୁବେର ଦେବତାଙ୍କ ସହ ସମାନ। ସ୍ୱୟଂ ଆପଣଙ୍କ ଘରେ ବିରାଜମାନ ରହିବେ। ଚତୁର୍ଥ ଜିନିଷଟି ହେଉଛି ମାଟିର ଘଡ଼ି। ଅକ୍ଷୟ ତୃତୀୟା ଦିନ ଆପଣ ଘଡ଼ି କିଣିକି ଘରକୁ ଆଣିବା ବହୁତ ଶୁଭ ମନାଯାଏ। ଘଡ଼ିକି କିଣିକି ଆପଣ ଦାନ କରିପାରିବେ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ସେହି ଘଡ଼ିରେ ଯଦି ଆପଣ ମିଠା ସର୍ବତ ଭରିକି ଦାନ କରିବେ ତ ଏହା ଆହୁରି ଅଧିକ ପୁଣ୍ୟଦାୟୀ ହୋଇଥାଏ। ପଞ୍ଚମ ଜିନିଷଟି ହେଉଛି ଚାନ୍ଦିର ମୂର୍ତ୍ତି। ଅକ୍ଷୟ ତୃତୀୟା ଦିନ ଆପଣଙ୍କର ପୂଜା ଘରେ ଚାନ୍ଦିର ଲକ୍ଷ୍ମୀ ମାତାଙ୍କର ଫଟୋ କିମ୍ବା ଗଣେଶ ଭଗବାନଙ୍କର ଫଟୋ ରଖିବା ଦ୍ୱାରା ସୁଖ ସମୃଦ୍ଧି ଆସିଥାଏ ଆଉ କେବେ ବି ଧନର କମି ହୋଇନଥାଏ। ଷଷ୍ଠ ଜିନିଷଟି ହେଉଛି ଶ୍ରୀଯନ୍ତ୍ର। ଶ୍ରୀଯନ୍ତ୍ର ତନ୍ତ୍ରଶାସ୍ତ୍ରରେ ଶ୍ରୀଯନ୍ତ୍ରର ବିଶେଷ ମହତ୍ତ୍ୱ ରହିଥାଏ। ମନାଯାଏ କି ଯେଉଁ ବ୍ୟକ୍ତିଙ୍କ ଘରେ ଶ୍ରୀଯନ୍ତ୍ର ମହଜୁଦ ଥାଏ ସେହି ଘରେ ମାତା ଲକ୍ଷ୍ମୀ ନିଜେ ନିବାସ କରିଥାନ୍ତି। ଆର୍ଥିକ ସ୍ଥିତି ମଜବୁତ କରିବା ପାଇଁ ଅକ୍ଷୟ ତୃତୀୟା ଦିନ ଆପଣଙ୍କ ଘରକୁ ଶ୍ରୀଯନ୍ତ୍ର ନିହାତି କିଣିକି ଆଣନ୍ତୁ। ନଡ଼ିଆକୁ ଗୋଟିଏ ଲାଲ କପଡ଼ାରେ ବାନ୍ଧି ଅକ୍ଷୟ ତୃତୀୟା ଦିନ ଆପଣଙ୍କର ତ୍ରେଜୋରିରେ ରଖିଲେ ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଘର ଉପରେ ବନି ରହିଥାଏ। ଯଦି ଆପଣ ଏକ ଆଖି ନଡ଼ିଆକୁ ଆଣିବେ ତେବେ ଆପଣଙ୍କୁ 100 ଗୁଣା ଲାଭ ମିଳିବ। ଏକ ଆଖି ନଡ଼ିଆକୁ ତନ୍ତ୍ରଶାସ୍ତ୍ରରେ ଉପଯୋଗ କରାଯାଇଥାଏ। ଏହା ଦ୍ୱାରା ସାକ୍ଷାତ ମାତା ଲକ୍ଷ୍ମୀଙ୍କର ସ୍ୱରୂପ ମନାଯାଏ। ଏହାକୁ ବିଧି ବିଧାନର ସହ ପୂଜା କରିକି ଘରେ ରଖିଲେ କେବେ ବି ଧନର କମି ରହିବ ନାହିଁ। ପଦ୍ମ ଫୁଲର ମଞ୍ଜିର ମାଳା। ମାତା ଲକ୍ଷ୍ମୀଙ୍କର କୃପା ପାଇବା ପାଇଁ ଆପଣଙ୍କୁ ପୂଜା ଘରେ ପଦ୍ମ ମଞ୍ଜିର ମାଳା ରଖନ୍ତୁ। ଚରଣ ପାଦୁକାକୁ ଆପଣଙ୍କର ଅକ୍ଷୟ ତୃତୀୟା ଦିନ ଲକ୍ଷ୍ମୀ ମାତାଙ୍କର ଚାନ୍ଦିର ଚରଣ ପାଦୁକାକୁ ଆପଣଙ୍କ ଘରକୁ ବା ଘରେ ପୂଜା ଘରେ ରଖିବା ଦ୍ୱାରା ଧନ ସମ୍ପତ୍ତି ଆସିଥାଏ। ତ ଆପଣ ମାତା ଲକ୍ଷ୍ମୀଙ୍କର ଚରଣ ପାଦୁକା ଏହି ଅକ୍ଷୟ ତୃତୀୟା ଦିନ ଆଣିପାରିବେ। ତେବେ ଏବେ ଆସନ୍ତୁ ଜାଣିବା କି ଅକ୍ଷୟ ତୃତୀୟା ଦିନ 5 ଟଙ୍କାର କେଉଁ ଜିନିଷ ଆପଣଙ୍କ ଘରକୁ କିଣିକି ଆଣିବେ। ଯଦି ଆପଣ ସୁନା କିଣିବାରେ ସକ୍ଷମ ନୁହନ୍ତି ତେବେ ଆପଣ
कम से कम 5 टंकार ज जरूर किणिकी घर को आणतु कहीं ज किणवा भी सुनार किणवा सह समान होइथाय। आपण अक्षय तृतीया दिन ज को किणिकी आणतु सेही ज को आपण घरर पूजा घरे भगवान विष्णु चरण में समर्पित करदेवे। भगवान विष्णु और माता लक्ष्मी को आरती कर सारिबा परे आपण सेही ज को लाल कपड़ा रे बांधिकी आपणकर ट्रेजरी रे रखी दियंतु। एहा करिबा द्वारा शास्त्र रे मान्यता अछि कि आपणकर धन संपत्ति रे 2 नुहे 4 गुणा बढ़ी थाए। आपण को माता लक्ष्मी सहित नारायण और धनर देवता कुबेर भगवान कृपा प्राप्त होई थाए। अक्षय तृतीया दिन सूर्य और चंद्रमा तांको उच्च राशि रे रही थांती। आउ एही दिन प्रत्येक कार्य जेपरिक गृह प्रवेश करिबा, नुआ करी व्यापार आरंभ करिबा, नुआ करी चाकरी इंटरव्यू दबा बा चाकरी को जिबा किंबा विवाह पुण्य फल देई थाए। एही दिन माता लक्ष्मी और भगवान गणेशंकर विशेष कृपा वर्षा करी थांती। आज आमे आपन को भगवान गणेशंकर एमिति गोटे उपाय जणाइबु। एही भिडियो रे आमे प्रथमरु आपन को जणाइथिलु कि एही अक्षय तृतीया दिन एमिति केउ वृक्ष को आपण उपाय रे लगेबे जहा कि सेही वृक्ष आपण को धनवान बनाई देबो। आउ सेही वृक्षटी हेउची दुब घास। दुब घास विषय रे आपण को जणाइबु जहा को आपण माने मामूली भाबी कि फोपाडी देई थांती। दुब भगवान गणेश और भगवान विष्णु को अत्यंत प्रिय होई थाए। दुब चेରରେ माता गंगांकर बास होइथे। अक्षय तृतीया दिन दुबर उपाय करिबा द्वारा जीवन रे सब कष्ट दूर होई जाइथाय एवं आपण धनवान बनि जाइथांती। आ छप्पर फाड़िकी धन आसी थाए। दुब कौनसी साधारण घास नुहे। दुबरे अनेक गुड़िए चमत्कारी गुण रही भरिकी रही थाए। एहा भगवान विष्णु को रोमरु उत्पन्न होइतिला, सेथिपई एहा अत्यंत शुभ होइथाए। भगवान गणेश को 5टी दुबरे 11टी गंठी पकाई चढ़ातु। एहा द्वारा आर्थिक संकट आपणकर दूर होइथाए। एही उपाय आपण अक्षय तृतीया दिन करिवे। मनस्कामना पूर्ण पाई दुब को गाई क्षीर रे मिसाई तिलक बनाइबे। ओम गण गणपते नमः एही मंत्र को जप करी आपणकर मथारे तिलक लगांतु। संतान किंबा कौनसी भी मनस्कामना आपणकर पूर्ण होई जिवो। आपणक घरे सबुदिन पाई कलह हटाइबाकू गाई को दुब खुआंतु। एहा द्वारा मंगल और राहु ग्रह शांत होइथाए और परिवार भितर प्रेम बढ़ी थाए। व्यापार बा चाकरी रे उन्नति पाई भगवान गणेश को 11टा बा 21 जोड़ा दुब चढ़ातु। एहा द्वारा स्थायी लक्ष्मीकर बास होइथाए एवं धनर उन्नति होइथाए। दुबर रस पिहिले शरीर रे बुद्धि तीव्र होइथाए। श्वास और बीपी कंट्रोल रे रहिथाए। 21टी दुब, हलदी गंठी, तंभार पैसा, 5टी अलैच और 7टी लवंग को गोटे लाल कपड़ा रे बांधी गोटे पोटलटीए बनातु। भगवान गणेश किंबा विष्णुकर चरण रे सेही पोटली को रखंतु। राति सारा सेमिति ही रखिबाकू देबे। तापर दिन सेही पोटली को आनी आपणकर व्यापार स्थली बा ट्रेजरी रे रखिदेवे। एही सिद्ध पोटली माता लक्ष्मी को आकर्षित करिथाए। बुध ग्रह मजबूत करिबा पई गणेश मंदिर रे 11टी दुब चढ़ातु। शास्त्र रे गाई को लक्ष्मी स्वरूप और 33 कोटी देवी देवतांकर बास मना जाए। गाईर सेवारे पूर्व जन्मर पाप नष्ट होइथाए। अक्षय तृतीया दिन गाई को अटा रे 11टी गुला तैयारी करी सेही गुला रे हलदी लगाई ओम नमो भगवते वासुदेवाय नमः जप करिकी ही गाई को खुआई दियंतु। एहा परे सेही गाई रु 7 थर परिक्रमा करिवे एवं रुटी उपरे खीरी किंबा हलदी लगाई के गाई को खुआंतु। एहा करिबा द्वारा सुख समृद्धि आपणकर आसी थाए। पुत्र प्राप्ति पाई मुग डाली रे 11टी रुटी तैयारी करी गाई को खुआंतु। एहा करिबा द्वारा पुत्र प्राप्ति आपण को ही लाभ मिली थाए। बाजरा, चना, गुड़, जुआर गाई को जरूर खुआंतु। तो आशा करुचे आजिर भिडियोटी निहाती भाबरे आपन को पसंद आइथिबो। आजिर भिडियो रे कुहा जाइथिबा प्रत्येक उपाय अक्षय तृतीया दिन आपण निहाती करंतु एवं भिडियोटी को अधिक रु अधिक मात्रा रे आपणकर फ्रेंड सर्कल मान पाखकू शेयर करंतु।
कमेंट बॉक्स रे जय माता लक्ष्मी अवश्य लिखंतु। एवं आपनको आम चैनल तरफ निवेदन, आम चैनल जदि आपण माने ए पर्यंत नुआ अछंती चैनल को सब्सक्राइब करि नाहंती ताहाले एबे ही चैनल को सब्सक्राइब करी पाखरे थिबा बेल आइकन को दबाई दियंतु।